ଚାହୁ ନିମିଷ ମାତ୍ରକେ ଏ ଲଙ୍କା କଟକରି ମୋର ସବୁ କଣ ହୋଇଗଲା? ଗୋଟି ଗୋଟି ପୁତ୍ର ଅନାଥୀ ମାନେ ମୋର କୋଳ ଶୂନ୍ୟ କରି ଚାଲିଗଲେ ଜମର। କିଏ ଅଛି ଲଙ୍କାପୁରରେ ଏତେ ବଡ଼ ବିପଦରେ ମତେ ହୋଇବ ସହାୟ? ଭଣଜା ଭଣଜା ମାମୁ ଭଣଜା ମାମୁ ଆରେ ଭଣଜା ମାମୁ ଆରେ ତୁ କାନ୍ଦୁଛୁ? କାନ୍ଦିବା ପାଇଁ ଯାହାର ଜନ୍ମ ସେ କଣ ଆଉ କେବେ ହସି ପାରେ ମାତୁଳ? କିନ୍ତୁ କାହିଁକି କାହିଁକି ଭଣଜା? କି କହିବି ମାତୁଳ ହେ ହଁ ମମତାର କଥା ଭଣଜା ଚৌদিকে প্রচারিত ମୋ ନିନ୍ଦା ବାରତା କିସ କରିବି ଭୋଇ ଏ ବିପଦେ ସାହ ନାହିଁ କେହି କିସ କରିବି ଭୋଇ। ଭଣଜା ଦେବତା ମାନଙ୍କୁ ଆଣି ହଁ ପାଦେ ଖଟାଇଲି ପିତାମହଙ୍କୁ ମୁଁ ଆଣି ଶିକ୍ଷା ଗୁରୁ କଲି। ଭଣଜା ବୀରପଣେ ମୁଖ୍ୟାତ ତ୍ରିଭୁବନେ ଉଡ଼େ ଦଣ୍ଡ ଛତ୍ର ବୀର পণে মুখ্যাত। হি মামু ଭଣଜା ଯେଉଁ ବିଶ୍ୱତ୍ରାସ ଦଶାନନର ହଁ ତ୍ରିଦଶ ମଣ୍ଡଳୀ ପଦାଙ୍କେ ଖଟନ୍ତି କିଙ୍କର ପରାଏ ଜାଣେ ଭଣଜା ସେ ଆଜି ନିଃସହାୟ ହୋଇଯାଇଛି ମାମୁ। ଏ କି କଥା କହୁଛୁ ଭଣଜା? ନରବାନ ରାମ ହଁ ବୈରୀ ସାଜିଲେ ଏକ ପରେ ଏକ କରି ଭଣଜା କୁମାର ନାଚିଲେ ନରବାନରଙ୍କ ଯୋଗେ ଆଜି ଲଙ୍କା କଟକ ଶ୍ମଶାନ ପାଲଟି ଯାଇ ଭଣଜା মেঘনাদ পরিপুত্র କଣ ହୋଇଛୁ ଭଣଜା? হরাই বসিলে সুবর্ণময়লঙ্কার শ্রী তুটা ইলি তুমি জানো মামু কেউ কথা ভଣଜା ଯେଉଁ ଜ୍ୟେଷ୍ଠ ପୁତ୍ର ମେଘନାଦ ହଁ କରି ସ୍ୱର୍ଗ ଅଭିଯାନ ଦେବରାଜ ଇନ୍ଦ୍ରକୁ ଯୁଦ୍ଧରେ କରି ନ ପରାସ୍ତ ହସ୍ତପଦ କର୍ଣ୍ଣ ବନ୍ଧନ ଆଣିଥିଲା ଲଙ୍କା ରାଇଜକୁ ତାର କଣ ହୋଇଛି ଭଣଜା? ସେ ଆଉ ନାହିଁ ମାମୁ। ଭଣଜା ନିକୁମ୍ଭିଲା ମାର୍ଗେ ରାମାନୁଜ ଲକ୍ଷ୍ମଣ ହସ୍ତରେ ସେ ହୋଇଛି ନିଧନ। ଏ କି କଥା କହୁଛୁ ଭଣଜା? ଶୂନ୍ୟ ଶୂନ୍ୟ ମହାଶୂନ୍ୟ
মধ্যে আছে মহে চতুর্দিগ অন্ধকার বুদ্ধি দিশু নাই। হারি যাইছে মামো ভଣଜା মানব মর্কট নিকট তোমারি ভণজা জি হইছি পরাজ। ଭଣଜା କିନ୍ତୁ କହିପାରିବୁ ଭଣଜା কেউ কথা କହିପାରିବୁ ଆଜି ଯୁଦ୍ଧେ କେଉଁ ବୀର ହେବ ସେନାପତି? কেউ ଅଛି মামো ହଁ ଥିଲେ অতিকায় মহোদর মহাপর্ষ অক্ষয় জম্ববালী ভ্রাত কুম্ভকর্ণ পুত্র মেঘনাদ ହଁ সর্বে গটি গটি হয়ে রাম বাণে ভজিলে বিলয়। মু একা বঞ্চিছি মামো আজি যুদ্ধে মু নিজে জীবী সেনাপতি রূপে রাম সঙ্গে করিবাকু রণ। ନା ନା ଭଣଜା না ଅଛି ଏକ ବୀର ତୋର ଲଙ୍କା ରାଜ। ହଁ ସେନାପତି ପଦେ ତାକୁ କରିଲେ ବରଣ ଯୁଦ୍ଧେ ଜୟ ହୋଇବ ତୋର। বাবু কে সেই অমূল্য সম্পদ উদাচিত বান্ধব মোহর লুকায়িত অবস্থার অছি লঙ্কা কটকরে সে কোন মতে এতে বড় বিপদর উদ্ধার করি পারিব মামু? ପାରିବ ଭଣଜା তাহলে কুহ মামু কে সেই সামর্থ্য যোদ্ধা লুকায়িত ভাবে অস্থি লঙ্কা কটকরে? ଶୁଣିବୁ ଭଣଜା ତେବେ ଶୁଣ ଭଣଜା কুহ মামু। ବିଷ୍ଣୁ ଭକ୍ତ মামু ହଁ মো লঙ্কা কটকরে ବିଷ୍ଣୁ ଭକ୍ତ মো লঙ্কা কটকরে পুଣି ବିଷ୍ଣୁ ଭକ୍ତ তুমি কাহ কথা কৌছ মামু? ଭଣଜା কুহ মামু। ଏବେ ସୁଦ୍ଧା ନ ପାରୁଛୁ ଜାଣି ଭଣଜା না মামু না ତେବେ ଶୁଣିବୁ ଭଣଜା কুহ মামু। ତେବେ ଶୁଣ ବିଷ୍ଣୁ ଭକ୍ତ হ্যাঁ ବିଷ୍ଣୁ ଭକ୍ତ ବିଷ୍ଣୁ ଭକ୍ତ কুহ মামু। ସରମାଲଙ୍ଗନ ନାମ ଯା ତରଣୀ মামু জানো জানো মাতুলা হে হইল অজ্ঞান। মৃত্যু কালে বিপরীত বুদ্ধিয়ান মন। ঘোর বিপদরে ডুবি যাওয়াকে বসিছিলা বেলে ହଁ মু তোমারি সাহায্য লড়িছিলি মামু। ଜାଣେ ଭଣଜା ହେଲେ ଗୋଟିଏ କୋମଳମତି ଶିଶୁକୁ ସଂଗ୍ରାମକୁ ପଠାଇବା ପାଇଁ ଆଦେଶ ଦେଉଛ। ଶୁଣ ଭଣଜା ମୋ କଥା ରକ୍ଷା କରି ପଠେଇ ଦେ ଦେଖିବୁ ଦେଖିବୁ ଭଣଜା ପଶ୍ଚାନ୍ତେ ଯୁଦ୍ଧ ଜୟ ହୋଇବ ତୋର। ନା ହଁ ବା ଜାଣ ନାହିଁ ସେ ତରଣୀ ମା ପିଣ୍ଡର କାରେଣୀ। ସମରେ ପେ ଶିବା ପାଇଁ କହୁଅଛ ପୁଣି ହି ମାମୁ ଭଣଜା ସାତ ତଳ ପଙ୍କ ଭିତରେ ଲୁକାୟିତ ଅବସ୍ଥାରେ ଥିବା କ୍ଷୁଦ୍ର ପୁଷ୍ପ କଢ଼ି ନାମ ଯା ତରଣୀ ହଁ ତାକୁ ଛାଡ଼ି ମୁଁ ବଞ୍ଚି ପାରିବି ଏ ନାହିଁ। କି କଥା କହୁଛୁ ଭଣଜା ମୋ କଥା ରକ୍ଷା କରି ପଠେଇ ଦେ ଏଇଟା ଦେଖିବୁ ପଶ୍ଚାନ୍ତେ ଯୁଦ୍ଧ ଜୟ ହୋଇବ ତୋର। ନା ମାମୁ ନା ହଁ ବା মেঘনাদ মৃত্যু পায়ে দুঃখ নাহি মন ভଣଜା একা তরণী মহারা জীবর জীব
ମୃତ୍ୟୁବରଣ କରିଛି ପୁତ୍ର ମେଘନାଦ। ହଁ ମୋ ମନରେ ତିଳେ ମାତ୍ର ଦୁଃଖ ନାହିଁ। ଭଣଜା ତବ ବାକ୍ୟ ଛଳି ଯାଇ ମୁଁ କେବେ ଏପରି ନିଷ୍ପତ୍ତି ନେଇପାରିବି ନାହିଁ। ଏ କି କଥା କହୁଛୁ ଭଣଜା? ଶୁଣ ମାମୁ, ହଁ ଧ୍ୱଂସ ହେଉ ସ୍ୱର୍ଣ୍ଣମୟ ଲଙ୍କା, ଭଣଜା ଅତଳ ସ୍ପର୍ଶୀ ବାରିଧି ଗହରେ ଲୀନ ହେଉ ଲଙ୍କା ବସୁନ୍ଧରା। ଭଣଜା ତବ ବାକ୍ୟ ଛଳି ଯାଇ ଗୋଟାଏ କମଳ ମତି ଶିଶୁକୁ ନେଇ ରଣକ୍ଷେତ୍ରରେ ନ ଖେଳିବି ଖେଳ, ହେ ନା ନ ଖେଳିବି ଖେଳ, ନ ଖେଳିବି ଖେଳ। ତରଣୀ ପୁତ୍ର, ଇ ବାବୁ ପ୍ରଣାମ ଚରଣେ। ତ୍ୟାଗ କରି ମାର କୋଳକୁ ଜ୍ୟେଷ୍ଠତା ତ ମୋ ନିକଟକୁ କାହିଁକି ଆସିଛୁ ରେ ବାବୁ? କିସ ବା ପ୍ରୟୋଜନ ମରେ? ଜ୍ୟେଷ୍ଠତା ତ ଆଜି ଯୁଦ୍ଧ କେଉଁ ବୀର ହେବ ସେନାପତି? କହିଦେ କହିଦେ ବା କହିଦେ ଭଣଜା ଆଜି ଯୁଦ୍ଧେ କେଉଁ ବୀର ହେବ ସେନାପତି? ତରଣୀର ଅବାଞ୍ଛିତ ପ୍ରଶ୍ନ କହିଦେ କଣ କହି ମୁଁ ତାକୁ ସାନ୍ତ୍ୱନା ଦେବି? ଶୁଣ ପୁତ୍ର, ଆଜି ଯୁଦ୍ଧେ ମୁଁ ନିଜେ ଯିବି ସେନାପତି ରୂପେ ରାମ ସଙ୍ଗେ କରିବାକୁ ରଣ। ନା 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 ଦ୍ୱନ୍ଦ୍ୱ ବେଶ ମତେ ଯିବି ମୁହିଁ ସମର କ୍ଷେତ୍ରକୁ। ବିନାଶ ରାଜାରାମକୁ ଫେରି ଆସି ତୁମ ପଦ କରିବି ଦର୍ଶନ। ପାଚୁଳ ହେଲୁ କି ପୁତ୍ର ଏ ବିପତ୍ତି ବେଳ, ତୁ ହି ବୁଦ୍ଧି ବଳ ବାବୁ ତୁମର ସମ୍ବଳ, ତୁ ହି ବୁଦ୍ଧି ବଳ ବାବୁ ତୁମର ସମ୍ବଳ। ସଂଗ୍ରାମର ମର୍ମ ତତେ ଜଣା ନାହିଁ ରେ ପୁତ୍ର। ଜ୍ୟେଷ୍ଠତା ତ ମହା ମହା ଧନୁର୍ଧାରୀ ସେଇ ଶ୍ରୀରାମ ଲକ୍ଷ୍ମଣ, ଜ୍ୟେଷ୍ଠତା ତ ତାଙ୍କ ସହିତ ଦ୍ୱନ୍ଦ୍ୱ କରି ତୁ ହାରିଯିବୁ ରେ ବାବୁ। ନା ଜ୍ୟେଷ୍ଠତା ତ ମୋ କଥା ମାନି ସଂଗ୍ରାମେ ମନ ନ ବଳାଇ ଶାନ୍ତ ମୁହୂର୍ତ୍ତରେ ସୁଧୀ ଦର୍ଶକ ବନ୍ଧୁ, ତରଣୀ ସେନ ନାଟକ ରାମଭକ୍ତ ତରଣୀ ସେନ ଉକ୍ତ ନାଟକଟିରେ ତରଣୀ ସେନ ଭୂମିକାରେ ସନ୍ତୁଷ୍ଟ ହୋଇ ଦେବାଶିଷି ଏବଂ ପୂର୍ଣ୍ଣିମା 100ଟି ଭାରତ ମୁଦ୍ରା ଅର୍ପଣ କରି ମଞ୍ଚରେ तरुण मामुनी औसु मामुनी संगीत 100टी भारतीय मुद्रा अर्पण कर तरुणी सेन को मंच शांत मुहूर्त मां को मंदिर पूजा द्वारा चली युद्ध मन न पड़ाई चली जा तो पूजा मंडप। आहे ज्येष्ठता तो है मोते आदेश कर सेनापति हाय युद्धे जीवी मुहि विनाश करिबी जटिया छार। आहे ज्येष्ठता तो है तोते छाड़ी दिली लंकार मोर आउ किए अछि रे बाबू। ज्येष्ठता तो किए मती साहा हेबो मो कथा माने रणक्षेत्र मन न पड़ाई
চালি যত গর্ভধারী জননী কোল বীর বংশে জনম সুরগার কি হইবি মুই বীর বংশে জনম সুরগার কি হইবি মুই তরণী ভাই ইন্দ্রজিত পিতা কুম্ভকর্ণ এই পুত্র ভাই ইন্দ্রজিত পিতা কুম্ভকর্ণ বিনাশিলা সিয়ে বৈরি মোর তরণী হে জ্যেষ্ঠ তাত হে জ্যেষ্ঠ তাত যে ମୋ ଭାଇ କୋକାକୁ ବିନାଶ କରିଛି ମୁଁ ତାକୁ କେବେ ଛାଡ଼ିବି ନାହିଁ ଜ୍ୟେଷ୍ଠ ତାତ আরে না রে পুত্র না সাত তଳ ପଙ୍କ ଭିତରେ লিকায়িত অবস্থাରେ ଥିବା ক্ষুদ্ର পুষ্প କଢ଼ି ତୁହି ତତେ ଛାଡ଼ି କ'ଣ ମୁଁ କେବେ ବଞ୍ଚି ପାରି ମୋ କଥା ମାନେ ଯୁଦ୍ଧେ ମନ ନ ବଳାଇ ଚାଲି ଯା ତ ମାର କୋଳ ସୁନାପୁର ହୋଇଲା ଚୁନା ସେଥିପାଇଁ ନାହିଁ ଭାବନା হে পুত্র জ্যেষ্ঠ সুনাপুর ହୋଇଲା ଚୁନା ସେଥିପାଇଁ ନାହିଁ ଭାବନା তরণী দিয়নুব হেবি সেনাপতি আরে না দিয়নুমতি হেবি সেনাপতি বান্ধি আনিবি সে নরবানর আহে জ্যেষ্ঠ তাত তরণী কণ কহিলু তু সুবর্ণময় লঙ্কা কটক আছে শ্মশান পালটি যাইছি কাহা যোগে মরণর বিভীষিকা লঙ্কা বসুন্ধর তু জাণু পুত্র কাহা যোগে জ্যেষ্ঠ তাত দেশদ্রোহী জাতিদ্রোহী কুয়কঙ্ক কুয়াঙ্গার তোরি পিতা বিভীষণ জ্যেষ্ঠ তাত গৃহ ছিদ্র কথা কহি রাম পাদে পশিলা শরণ কহি সর্বছেদ ভেদ মরাইলা শত শত পুত্র নাতি মোর তারি ঔরসু জন্ম হইছি তোহর কেউ বিশ্বাসরে মু তোতে পঠাইবি সমর প্রাঙ্গণ জ্যেষ্ঠ তাত পিতাম্বর শত্রু পাশে পশিলা শরণ সেনিবন্তে চিন্তা তেজ মনু থিমা যায় বসুর তরণী নিষ্কণ্টক লঙ্কা নগর থিবা যায় পাশরে তরণী নিষ্কণ্টক লঙ্কা বসুন্ধর কণ করিবি মু হ্যালো প্রিয় দর্শক বন্ধু মা রামচণ্ডীଙ୍କ କୃପାରୁ ଏ ବଡ଼ଙ୍ଗ ଅନୁଷ୍ଠାନ ଆଜକୁ ପ୍ରାୟ ଚାଲୁ ରହିଛି 7 ବର୍ଷ ହେବ। ତେଣୁ ଏଇ ଯେଉଁ ମଞ୍ଚସ୍ଥ ରାମାୟଣ ତରଣୀ ସେନ ବଧ ଆଜି ଆପଣମାନଙ୍କୁ ଉଦ୍ଦୀପନା ସହିତ ଉତ୍ସାହର ସହିତ ଅନୁଷ୍ଠାନ କରୁଛି। ଏ ଅନୁଷ୍ଠାନର ଉଦ୍ୟୋକ୍ତା ହେଉଛନ୍ତି ଆମର ମଥୁରାନ୍ଦ ବାବୁ, ଯିଏକି ପାନପଲ୍ଲୀର ଜ୍ୱାଇଁ। ଆଜି ଏଇ ତରଣୀ ସେନ ବଧ ଆଉ ସଞ୍ଜୟ ବାବୁଙ୍କ
ରୋଲ୍ ଝଲକ ମଲକ କରୁଥିବାରୁ ରାବଣ ତାକୁ 100 ଟଙ୍କା ପାନପଲ୍ଲୀରୁ ଆସିଥିବା ଯେତିକ କଳାକାର ବା ମା ଭଉଣୀମାନେ ତରଣୀ ସେନକୁ ଗୋଟା ଡ୍ରେସ୍ କୋଡ଼୍ ମଧ୍ୟ ଦେଇଛନ୍ତି। ପାନପଲ୍ଲୀରୁ ଯେତେ ଜଣ ଆସିଛନ୍ତି ମା ଭଉଣୀ ଏବଂ କଳାପ୍ରେମୀ ଦର୍ଶକ ବନ୍ଧୁ, କ'ଣ କରିବି ମୁଁ? ଗୋଟାଏ ପଟରେ ପୁତ୍ର, ଅନ୍ୟ ପଟରେ ପିତା, ଗୋଟାଏ ପଟରେ ଶତ୍ରୁ, ଅନ୍ୟ ପଟରେ ମୋର ବଂଶ। ପୁତ୍ର, ମୁଁ ତୋତେ ଅନୁମତି ଦେବି, ହେଲେ ସମର କ୍ଷେତ୍ରରୁ ତୁ ଯଦି ମୋ କୋଳକୁ ଆଉ ନ ଫେରୁ, জ্যେষ্ঠ দাদা ତ ମା ସରମା ମୋତେ ପଚାରିବ, ସ୍ୱାମୀକୁ ମୋ ଠାରୁ ଦୂରେଇ ଦେଇ ମୋର ପୁତ୍ରକୁ ମୋ ଠାରୁ ଛଡ଼େଇ ନେଲ। ତ୍ରିଶଙ୍କୁ ଆନନ୍ଦ ଭିତରେ ଛନ୍ଦି ହୋଇ ତ ମା ସରମାକୁ ଏତିକି ସାନ୍ତ୍ୱନା ଦେବି, ଏ ଦୁନିଆରେ କିଏ କାହାର? ତୁ ମୋର ସେନାପତି ପଦେ ସମର ପ୍ରାଙ୍ଗଣେ ହେବୁ ଅବତୀର୍ଣ୍ଣ। ବାରମ୍ବାର ନସ୍ତି କରିବା ସତ୍ତ୍ୱେ ବି ପିତା ଦଶାନରର ମାନ ରକ୍ଷା କରିବା ପାଇଁ ଅଗ୍ରସର ହେଉଅଛି। ହେଲେ ଏଇ ତରଣୀ ନାମରେ ଯିବାକୁ ଦେବି ନାହିଁ ସମର କ୍ଷେତ୍ରକୁ। ଯେବେ ଯିବୁ ତୁହି ତୋର ଜ୍ୟେଷ୍ଠ ତାତ ଦଶାନନ ସେନାପତି ରୂପେ। তোর জ্যেষ্ঠ তাত, তোর নাম কন দেব ছাড়ো? কোন দেব জ্যেষ্ঠ দাদা? রক্ষ সেনাপতি তরণী সেন। রক্ষ সেনাপতি নাম তরণী সেন। দেখিবি যদিয়া দেখিবি সমস্ত ভুল্লুক বানর এ তরণী হস্তরু ତୁମମାନଙ୍କୁ କିଏ ସୁରକ୍ଷା କରୁଛି? ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏ ପୂର୍ବ ବାକ୍ୟ ଦଇ ମୋହର, ପୂର୍ବ ବାକ୍ୟ ଦଇ ମୋହର, ପୂର୍ବ ବାକ୍ୟ ଦଇ ମୋହର। ତରଣୀ ତରଣୀ ମାମୁଁ, ତରଣୀ ଚାଲି ଯାଉଛି ତ ଫେରାଇ ଆଣ ମାମୁଁ। ଚାଲିଗଲା ତରଣୀ ବିନା ମୁଁ ବଞ୍ଚି ପାରିବି ନାହିଁ। ଯାଉ ବା ଏଇଟା ମାମୁଁଟା, ତରଣୀକୁ ଫେରାଇ ଆଣ ମାମୁଁ। ଛାଡ଼ିକେ ଯାଉ ଭଲ ଯାଉ। ଆରେ ଫେରିଆରେ ବୁଝ ତରଣୀ, ତରଣୀ। ଚାଲିଗଲେ ଗୋଟି ଗୋଟି ହୋଇ ସମସ୍ତେ ଚାଲିଗଲେ। ପଡ଼ିଗଲା ପାଳି ମୋହର, ଏ ଲଙ୍କା ଗଡ଼େ ହେବି ମନୁର ପବର। ପଡ଼ିଗଲା ପାଳି ମୋହର, ଆଜି ପଡ଼ିଗଲା ପାଳି ମୋହର। ଏ ଲଙ୍କା ଗଡ଼େ ହେବି ମନୁର ପବର। ପଡ଼ିଗଲା ପାଳି ମୋହର। লঙ্কা গড়ে হইবি রাজা, খটিবে মো পাদরে প্রজা।
ରମ୍ଭାବେ ନ ଆସି ମୋ ଆଗେ ନାଚିବେ ନାଚିବି ମୁଁ ରସ ରଙ୍ଗେ ତାଙ୍କର ପଡ଼ିଗଲା ପାଳି ମୋହର କେତେ କେତେ ସୁନ୍ଦରୀ ଆସି ମୋ ପାଖରେ ରହିବେ ବସି କେତେ କେତେ ସୁନ୍ଦରୀ ଆସି ମୋ ପାଖରେ ରହିବେ ବସି ଆଉ କେତେ ଆସି ମୋ ଓଠ ଚୁମ୍ବିବେ ଆଉ କେତେ ଆସି ମୋ ଓଠ ଚୁମ୍ବିବେ ନାଚିବି ମୁଁ ରସ ରଙ୍ଗେ ତାଙ୍କର ପଡ଼ିଗଲା ପାଳି ମୋହର ମୁଁ ହେବି ଏ ଲଙ୍କା କଟକରେ ରାଜା ମୋ ପାଦ ତଳେ ଖଟିବେ ଅନେକ ପରଜା ରମ୍ଭା ମେନକା ଉର୍ବଶୀ ମୋ ନିକଟରେ ନୃତ୍ୟ ଗୀତ କରିବେ ଆଉ କେତେ କେତେ ସୁନ୍ଦରୀ ମାନେ ଆସି ମୋ ଓଠକୁ ଚୁମ୍ବନ ଦେବେ ମୁଁ ହେବି ଏ ଲଙ୍କା କଟକରେ